ରାସ୍ତା କଡ଼ରେ ମାଳ ମାଳ ଲସି ସରବତ ଦୋକାନ। ଲସି ପିଉଥିଲେ ହେଇଯାନ୍ତୁ ସାବଧାନ। ଏହି ମିଠା ପାନୀୟରେ ହେଉଛି ଅପମିଶ୍ରଣ। କଟକ ମହାନଗର ନିଗମ ତରଫରୁ ହୋଇଛି ଲସି ଦୋକାନରେ ଚଢ଼ାଉ। ଟାଇଁ ଟାଇଁ ଖରା, ରାସ୍ତା କଡ଼ରେ ମାଳ ମାଳ ଲସି ସରବତ ଦୋକାନ। ସଭିଙ୍କୁ ଭଲ ଲାଗେ ଖରା ଦିନରେ ଲସି ସରବତ ପିଇବାକୁ। ଖରା ଆସିଗଲେ ଦିଲ୍ଲୀରୁ ପଲିଯାଏ ସଭିଙ୍କ ମନ ଡାକେ ଲସି ପିଇବାକୁ। ରାସ୍ତା କଡ଼ରେ ପସରା ମେଲାଇ ଦିଅନ୍ତି ଅନେକ ବ୍ୟବସାୟୀ। ଗ୍ରାହକ ଖରାରେ ବୁଲି ବୁଲି ହାଲିଆ ହୋଇଗଲେ ଚାଲିଯାଏ ରାସ୍ତା କଡ଼ରେ ଥିବା ଲସି ସରବତ ଦୋକାନକୁ ଆଉ ଲସି ଟିକେ ପିଇ ନିଜର ତୃଷ୍ଣା ମେଣ୍ଟାଇବାକୁ। ହେଲେ ବର୍ତ୍ତମାନ ଯାହା ଦେଖିବେ ତାହା ଅପମିଶ୍ରଣ ହୋଇପାରେ। ସେଥିରୁ ଲସି ମଧ୍ୟ ବାଦ ପଡ଼ିନି। ଦୋକାନୀ ବି ଶସ୍ତାରେ କିଣି ଗ୍ରାହକଙ୍କୁ ପରସି ଦେଇ ଭଲ ଦି ପଇସା ରୋଜଗାର କରିବାକୁ ଆଗ୍ରହୀ। ଏଥିପାଇଁ କଟକ ମହାନଗର ନିଗମ ଦ୍ୱାରା ଗଠନ କରାଯାଇଛି ଏକ ଏନଫୋର୍ସମେଣ୍ଟ ଟିମ୍। ଯେଉଁ ଲସି ଦୋକାନୀମାନେ ଟ୍ରେଡ୍ ଲାଇସେନ୍ସ ନ କରି ବ୍ୟବସାୟ କରୁଛନ୍ତି ସେମାନଙ୍କ ଦୋକାନକୁ ସିଲ୍ କରି ଦିଆଯାଉଛି। ଆଗକୁ ଆସୁଛି ପଣା ସଂକ୍ରାନ୍ତି। ତା ପରଠୁ ଯୁଆଡ଼େ ଦେଖିବେ ମାଳ ମାଳ ଲସି ସରବତ ଦୋକାନ। ଅପ୍ରାକୃତିକ ଦ୍ରବ୍ୟ ରଙ୍ଗମାନ ମିଶାଇ ଦୋକାନୀ ଲସି ପ୍ରସ୍ତୁତ କରି ଗ୍ରାହକକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏହା ପାନ କରିବା ଦ୍ୱାରା ଗ୍ରାହକ ଅସୁବିଧାରେ ପଡ଼ିପାରନ୍ତି। ଏନେଇ କଟକ ମହାନଗର ନିଗମ ତରଫରୁ ଏନଫୋର୍ସମେଣ୍ଟ ଟିମ୍ ତିଆରି କରାଯାଇ ଏହି ଘଟଣାକୁ ବିଶେଷ ଭାବେ ନିରୀକ୍ଷଣ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। ବିଭିନ୍ନ ଦୋକାନରେ ଚଢ଼ାଉ କରି 8,300 ଜୋରିମାନା ଆଦାୟ କରାଯାଇଛି। ଏଥିସହ ସମସ୍ତ ଦୋକାନୀଙ୍କୁ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗକୁ ଆହୁରି ଚଢ଼ାଉ ଜାରି ରହିବା ନେଇ ସୂଚନା ଦିଆଯାଇଛି। କଟକରୁ ଦେବୀଦତ୍ତ ଶିବପ୍ରସାଦ ନାୟକ ରିପୋର୍ଟ, ଜନନୀ ଟିଭି।